एहि नमः शिवाय सेहि मारीच असुर सेहि नमः शिवाय बहुत माया विद्या जाने ताहारी माया बड़ रे नमः शिवाय हरिवीर जनक नंदिनी एक विपरीत प्रकृति नमः शिवाय भणजा मारीच से तपस्या रे बसी ताहार तपस्या भग्न करबाकू पड़ी नहले मोर कार्यटा सफल हब ना भणजा मारीच ए भणजा मारीच नमः शिवाय आस बस एहिम पुष्पक विमान जीव लंका कटोकी मध्य नमः शिवाय से शुणुनी ताकू जोर पाटिले डाकी बाकू पड़ी भणजा मारीच मामा चिन्हि पारुनी मूर्ख मामा आपण आसीचंती मामा मु परा आसीछि मो डरी जाउथले किछि डरिबार आवश्यक नाही रे भणज मोर प्रणाम ग्रहण करंतो मामो दीर्घायु भव ब्रह्मा वंश कोलो भवम विश्रवा रक्त संभकम विंस नेत्र विंस भुजम दशग्रीव दैत्यनाथम त्रिपुरा विजय ब्रह्माग्ने चंडी साधक स्वागतम 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 आहे कनकलंका नायक समास भणज मामो आपणଙ୍କ ପାଦ ମୋର ଏହି କୁଟୀର ମଧ୍ୟରେ ପଡ଼ିଥିବାରୁ ଏହି କୁଟୀର ସହିତ ମୁଁ ମଧ୍ୟ ଧନ୍ୟ ହୋଇଗଲି ମାମୁ ନିଶ୍ଚୟ ଧନ୍ୟ ହୋଇଯିବ ଭଣଜା ହେଲେ ଆପଣଙ୍କ ମୁହଁ କାହିଁକି ବିଗ୍ରହ ଦେଖାଯାଉଛି ମାମୁ କ'ଣ ହେଇଛି ମାମୁ ଲଙ୍କାରେ ସମସ୍ତେ କୁଶଳରେ ଅଛନ୍ତି ତ ମାମୁ ହଁ ସମସ୍ତେ କୁଶଳରେ ଅଛନ୍ତି ଭଣଜା ସମସ୍ତେ କୁଶଳରେ ଅଛନ୍ତି ସମସ୍ତେ କୁଶଳରେ ଅଛନ୍ତି କ'ଣ ହେଇଛି ମାମୁ ତୁମ୍ଭେ ମୋର ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ ଭଣଜ ମତେ ଗୋଟିଏ କାର୍ଯ୍ୟ ହଁ କୁହନ୍ତୁ ମାମୁ ମାରିଚକୁ ଚାହିଁଲ ଯେ କହି ରାବଣ ମାମୁ ଆରେ ଭଣଜା ଆସ ମାରିଚ ଯିବା ମୋହର ସଙ୍ଗେଣ ଭଣଜା ଲଙ୍କେଶ୍ୱର ମାମୁ ତତେ କହୁଅଛି ଯାହା ମୁଁ ଭଣଜା ମାମୁ ହଁ ହେଲେ କୁଆଡ଼େ ଯିବା ମାମୁ କୁଆଡ଼େ ଯିବା ତ ତାହେଲେ ଶୁଣି ଯାଅ ଭଣଜା ହେମ ମୃଗ ହୋଇ ରାମ ଛାମକୁ ତୁ ଯିବୁ ରାମ ପାଖକୁ ହେମ ମୃଗ ହୋଇ ରାମ ଛାମକୁ ତୁ ଯିବୁ ମଡ଼ିଆ ଦୁଆରେ ଯାଇ ଯତନେ ଚରିବୁ ମୁଁ ଭଣଜା ଲଙ୍କେଶ୍ୱର ମାମୁ ତତେ କହୁଅଛି ଯାହା ମୁଁ ଭଣଜା ଭଣଜା ମାରିଛ अरे तत देखी रघुनाथ धनुषरा धारी
ସ୍ନେହ ରଖି ତତେ ଘୋଡ଼ାଇବା ମାରି ଭଣଜା ଲଙ୍କେଶ୍ୱର ବାବୁ ତତେ କହୁଅଛି ଯାହା ଭଣଜା ভণজা মারিচ মায়া রূপ ধরি তু পশিবু ঘর মায়া রূপ ধরি তু পশিবু ঘর দূরে ঠাই ডাক দেবু রখল কোণ ভণজা লঙ্কেশ্বর বাবু ততে কহুଅছি যাহা ভণজা ত্রাহি লক্ষণ তিনি বার ডাক দেবু ভণজা হ্যাঁ তাপরে তুম্ভে যেতেব তুম্বর মায়া রূপ ধারণ করিবরে ভণজা ସେହି ସମୟରେ ମୁଁ ମୋ ଜ୍ୟୋତି ରୂପଟା ଧାରଣ କରିବି ଆରେ ଜ୍ୟୋତି ବେଶ ହୋଇ ରାମ ମାରିବାକୁ ଯିବି ଜ୍ୟୋତି ବେଶ ହୋଇ ରାମ ମାରିବାକୁ ଯିବି ଭିକ୍ଷା ଦିଅନ୍ତେ ନା ସୀତା ହରି ମୁଁ ଆସିବି ମୋ ଭଣଜା ଲଙ୍କେଶ୍ୱର ମାମୁ ତତେ କହୁଅଛି ଯାହା ମୋ ଭଣଜା କଣ କହୁଛନ୍ତି ମାମୁ ବୁଝି ପାରୁନି ଭଣଜା ଶୁଣି ମାରିଛ ବୀର ଧୀରେ କହେ ଉତ୍ତର ଧୀରେ କହେ ଉତ୍ତର ଶୁଣ ଶୁଣ ମୋ ବଚନ ଲଙ୍କେଶ୍ୱର ନିଶ୍ଚୟ ଶୁଣିବି ଭଣଜା ହେ ମାମୁ ଆପଣଙ୍କୁ ଲଙ୍କାରେ ସମସ୍ତେ ମହାରାଜ ଲଙ୍କେଶ୍ୱର ବୋଲି କହୁଛନ୍ତି ମତେ ହିଁ ଲଙ୍କାରେ ମହାରାଜ ଲଙ୍କେଶ୍ୱର ବୋଲି ସମସ୍ତେ କିନ୍ତୁ ସେଇ ଲଙ୍କେଶ୍ୱର ପୁଣି ଘୋର ଅରଣ୍ୟ ମଧ୍ୟରେ ବୁଲୁଥିବା ଜଣେ ସନ୍ନ୍ୟାସୀର ନାରୀକୁ ଆଣିବା ପାଇଁ ଯାଉଛନ୍ତି ଓ ଭଉଣୀ ଶୂର୍ପଣଖାର ଅପମାନ ନିମନ୍ତେ କିନ୍ତୁ ମାମୁ ସେଇ ନାରୀ ସାମାନ୍ୟ ନାରୀ ନୁହଁ ଆରେ ମୁଁ ଜାଣେ ଭଣଜା ଯାହାକୁ ଆପଣ ସାମାନ୍ୟ ଜନ ବୋଲି ଭାବୁଛନ୍ତି ସେ ସାମାନ୍ୟ ଜନ ନୁହେଁ ମା ମୁଁ ଜାଣେ ନୁହେଁ ସାମାନ୍ୟ ଜନ ଦଶରଥ ନନ୍ଦନ ଦଶରଥ ନନ୍ଦନ ଧନୁଷର କରେ ଧରି ବୁଲାଇ ବନ ମାମୁ ମୋର ବଚନ ଘେନ ଆହେ ଲଙ୍କରାଜନ ଆହେ ଲଙ୍କରାଜନ ଲେଉଟାଇ ବାହିନୀ ପୁଷ୍ପକ ଜାନ ମାମୁ ଆପଣ ଯେଉଁ ଏ ପୁଷ୍ପକ ଯାନରେ ଆସିଛନ୍ତି এই ଯାନକୁ ଲେଉଟାଇ ଏ ଲଙ୍କାକୁ ବାହି ନିଅନ୍ତୁ ମାମୁ ଭଲ ହବ ଆପଣଙ୍କର ମଙ୍ଗଳ ହବ ମନା ମାନ ଦୋଷାନ ନହେ କଦାପି ନ କର ସୀତା ହରଣ ମନା ମାନ ଦୋଷାନ ନହେ पराउपकारी श्री राम नुहे केबे मर्यादाहीन पितृ सत्य पाली बन को आसीछि पितृ सत्य पाली बन को आसीछि साथे नहीं भर्जा भाई लक्ष्मण मोना मन दोषान रहे ମାମୁ ମୁଁ ତ
ଭାବୁଛି ମାମୁଁ ଆପଣଙ୍କୁ ଇଏ ବୁଦ୍ଧି ଯିଏ ବା ଦେଇଛି ସେ ନିଶ୍ଚିତ ଭାବରେ ଆପଣଙ୍କ ଶତ୍ରୁ ହିଁ ହୋଇଥିବ କିଏ ଦେବ ମୂର୍ଖ ମୋର ବୁଦ୍ଧି ବଳରେ ମୁଁ ମାମୁଁ ହଁ ଆପଣ ଜାଣିନାହାନ୍ତି ରାମଚନ୍ଦ୍ରକୁ ମୁଁ ଜାଣେ ରାବଣ ବାଣୀ ଶୁଣି ନା ବୀର ଧୀରେ କହେ ମାରି ଚସୁର ଏହୁ ବୁଦ୍ଧି ତତେ କିଏ ଦେଲା ଗୋପତେ ମାମୁ ଭଣଜ ସେ ଜାଣ ସେ ଶତ୍ରୁ ତୋହରା ହେ ରାଜା ମାମୁ ହଁ ରାମ ସଙ୍ଗେ ବିବାଦ ନ କରିବାଟା ହିଁ ଆପଣଙ୍କ ପକ୍ଷରେ ଭଲ ରହିବ କଣ କହୁଛ ହଁ ମାମୁ ରାମ ସଙ୍ଗେ ବିବାଦ ନ କର ନିଶ୍ଚୟ କରିବି ବିବାଦ ସ୍ୱର୍ଗ ମର୍ତ୍ୟ ପାତାଳରେ ତାଙ୍କୁ ଜିଣିବାର ଶକ୍ତି କାହାର ନାହିଁ ମାମୁ ମତେ ବି ଜିଣିବ ସେ ଜିଣି ପାରେ ତିନି ପୁର ମୁଁ ବି ଜିଣି ପାରେ ତିନି ପୁର ମାମୁ ମନେ ଅଛି ଆପଣ କହୁଛନ୍ତି ମୁଁ ବି ତ୍ରିପୁର ବିଜୟୀ ବୋଲି ହଁ ଶିବ ଧନୁ ଭଗ୍ନ କାଲେ ମିଥିଲାରୁ ଡରି ପଲାଇଲୁ ପରା ବୀର ହେ ରାଜନା ଡରେ ପଲାଇଲୁ ପରା ବୀର ହେ ରାଜନା ଆପଣ କହୁଛନ୍ତି ମୁଁ ବି ତ୍ରିପୁର ବିଜୟୀ ଦଶାନନ ବୋଲି ଆଉ ତ୍ରିପୁର ବିଜୟୀ ଦଶାନନ ଏଇ କିଛି ବର୍ଷ ପୂର୍ବେ ଜନକ ମହାରାଜ ମିଥିଲାରୁ ନିମନ୍ତ୍ରଣ କରିଥିଲେ ହଁ ନିମନ୍ତ୍ରଣ କରିଥିଲେ ଶିବଧନୁ ଭଗ୍ନ କରିବା ପାଇଁ ହଁ ରେ ଭଣଜ ମନେ ଅଛି ମାମୁ ସେଇ ନିମନ୍ତ୍ରଣ ରକ୍ଷା କରି ଆପଣ ଯାଇଥିଲେ ମିଥିଲାକୁ ଶିବଧନୁ ଭଗ୍ନ କରିବା ପାଇଁ ହଁ ମୁଁ ଯାଇଥିଲି ସେହି ମିଥିଲାପୁରକୁ ଧନୁ ଭାଙ୍ଗିବା ଦୂରର କଥା ମାମୁ ଧନୁ ଦେଖିକି ଆପଣ ଡରିକି ପଳାଇ ଆସିଥିଲେ ଲଙ୍କାକୁ ମାରିଛ ମୁଁ ଶିବଧନୁକୁ ଦର୍ଶନ କରିବା ପାଇଁ ଯାଇଥିଲି ଶିବଧନୁକୁ ଭଗ୍ନ କରିବା ପାଇଁ ନୁହେଁ ଶିବ ହେଉଛି ମୋର ଇଷ୍ଟ ଦେବତା ତୁ କେମିତି ଜାଣିଲୁ ମୂର୍ଖ ଏହି ଲଙ୍କେଶ୍ୱର ରାବଣ ଶିବଧନୁକୁ ଡରିକି ପଲେଇ ଆସିଲା ମାମୁ ହଁ ଜନକ ମହାରାଜ ଚାଣ୍ଡାଲରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ଶିବଧନୁ ଭାଙ୍ଗିବା ପାଇଁ ଆଉ ଆପଣ ଦର୍ଶନ କରିବା ପାଇଁ ଯାଇଥିଲେ କି ମୁଁ ଦର୍ଶନ କରିବା ପାଇଁ ଯାଇଥିଲି ସେଇ ସମୟରେ ଡକା ହୋଇଥିଲା ଶିବଧନୁକୁ ଭଗ୍ନ ସମୟରେ ଆପଣ ଅନ୍ୟ ସମୟରେ ଯାଇଥିଲେ ବି ତ ହୋଇଥାନ୍ତା ଦର୍ଶନ କରିବା ପାଇଁ ସେଇ ସମୟରେ କାହିଁ ଯାଉଥିଲେ ମାମୁ କଣ କହୁଛ ମାମୁ ମାମୁ ଦର୍ଶନ କରିବା ପାଇଁ ଯାଇଥିଲେ ଦର୍ଶନ କରିବା ପାଇଁ ଯାଇଥିଲି କିନ୍ତୁ ମାମୁ ସେଇ ଧନୁକୁ କି ଭାଙ୍ଗିଲା ଜାଣିଛନ୍ତି କିଏ ଭାଙ୍ଗିଲା ସେଇ କଥା ପଚାରୁନ ସେହୁ ଶ୍ରୀରାମ ଧନୁ ଭାଙ୍ଗିଲା ପରଶୁରାମ ଧନୁକୁ ଛୁଇଁବାର କାହାର ଶକ୍ତି ନାହିଁ ମାମୁ ପରଶୁରାମ ଧନୁକୁ ଧଇଲା ଆଉ କଣ କହିବି ମାମୁ ଯିଏ ମତେ 10 ମାସ ଗର୍ଭରେ ଧରି ଗର୍ଭ ଧାରଣ କରିଥିଲା ମୋ ମା ନାହିଁ ବାବୁ ତାଳକାଉ ନାହିଁ କଣ ହୋଇଛି ଭଣଜା ମୋ ମା କୁ ମନେ ପକାଇଦେଲ ବାବୁ ମୋ ମା ନାହିଁ ବାବୁ କଣ ହୋଇଛି ଭଣଜା ମାରିଦେଲା ସେହି ରାମଚନ୍ଦ୍ର ମାରିଦେଲା ସେହି ରାମଚନ୍ଦ୍ର ନିଶ୍ଚୟ ପରିଶୋଧ ନେବ ଭଣଜ ମୋ ମା କୁ ମାରି ମୋ ଭାଇ କୁ ମଧ୍ୟ ମାରିଦେଲା ସେହି ରାମଚନ୍ଦ୍ର ଓ ଭଣଜା ସୁବାହୁକୁ ମଧ୍ୟ ମାରିଦେଲା ସେହି ରାମଚନ୍ଦ୍ର ଭଣଜା ମାରିଛ ସୁବାହୁ ମାରିନ ବୁଢା ସରେ ମତେ ଉଡାଇଲା ହେ
ମାରି ମୋ ଭାଇକୁ ମାରି ମୋ ପରି ମାରିଛେ ଅସୁରକୁ ସାମାନ୍ୟ ସ୍ୱରେ ଉଡେଇ ଦେଲା ସେ ରାମଚନ୍ଦ୍ର ବାବା। ବଳଦ ମାରିଛ ଯାଇ ବଣ ବାନଲେ ପଡ଼ିଲି। ବହୁତ ଦିନ ପରେ ମୋର ଚେତନା ଆସିଲା ମାମୁ, ଚେତନା ଆସିଲା। କେତେ ଦିନେ ଚେତନା ପାଇଲି ଲଙ୍କାର ରାବଣର ଭଣଜା ହୋଇ ମୁଁ ଏଇ ରୂପ ଧାରଣ କରି ବଞ୍ଚି ରହିଛି ମାମୁ, ବଞ୍ଚି ରହିଛି। ନାର ବେଶ ଧରି କରି ଯଦି ରୂପ ମାମୁ ଧରିଣ ମୁହିଁ ବଞ୍ଚିଲି ରାଜା। ସେହି ଦିନଠୁ ଏଇ ସମୁଦ୍ର କୂଳରେ ବସି ରହି ତପସ୍ୟା କରୁଛି ମାମୁ, ତପସ୍ୟା କରୁଛି। ଯୁଆଡେ ଦେଖିଲେ ରାମଚନ୍ଦ୍ରଙ୍କ ମୁହଁ ଦିଶୁଛି। ବନ ପାହାଡ ଅନଳରେ ଯୁଆଡେ ଦେଖିଲେ କେବଳ ରାମଙ୍କର ମୁହଁ ଦେଖାଯାଉଛି। ମୁଁ ପୁଣି ସେହି ରାମଚନ୍ଦ୍ର ପାଖକୁ। ନା ମାମୁ ନା, ମୁଁ ଯିବିନି ମାମୁ, ଯିବିନି। ନିଶ୍ଚୟ ଯିବାକୁ ପଡିବ ଭଣଜ। ମୁଁ ନ ଯିବି ତାହାର ପାଶକୁ ମାମୁ, ତୁମ୍ଭେ ଫେରି ଯାଅ ମନ୍ଦିରକୁ। ସଦା ଶିବ ମନେ ତୁ ନ କର କାଳକୂଟ ବିଷ ଭକ୍ଷିବାକୁ ହେ ରାଜନ। ମାମୁ ନା, ମୁଁ ଯିବିନି ମାମୁ, ଯିବିନି। ଯିବାକୁ ହିଁ ପଡିବ ଭଣଜ। ମୁଁ ଯିବି, ନିଶ୍ଚୟ ଯିବାକୁ ପଡିବ। ଆସ ଭଣଜ, ଆସ ଶୁଣି ଯାଅ। କଣ ଆଉ ଶୁଣିବି ମାମୁ? ଏହି ଲଙ୍କାରୁ ଅର୍ଦ୍ଧେକ ଲଙ୍କ ଏବଂ ମୁଣ୍ଡକୁ ଦେବି ସୁବର୍ଣ୍ଣର ମୁକୁଟ, ଦେହକୁ ଦେବି ପାଟଳ ଉପହାର ଦେବି। ତୁମେ ଯିବାକୁ ହିଁ ପଡିବ। ସୁବର୍ଣ୍ଣର ଅର୍ଦ୍ଧେକ ଲଙ୍କା, ଦେହକୁ ଦେବ ପାଟ ଲୁଗା, ମୁଣ୍ଡକୁ ସୁବର୍ଣ୍ଣର ମୁକୁଟ। ଭକୁଆ ନାଇଁ ନା ମାମା, ଗଲେ ତ ମରିବି। କଣ କରିବି ସୁବର୍ଣ୍ଣର ଅର୍ଦ୍ଧେକ ଲଙ୍କା, କଣ କରିବି ଦେହକୁ ପାଟ ଲୁଗା, ସୁବର୍ଣ୍ଣର ମୁକୁଟ। ନାଇଁ ନା ମାମା, ନିଆଁରେ ଝାସ ଯିଏ ଦେବ ସେ ହିଁ ମରିବ। ମୁଁ ଯିବିନି ମାମୁ, ଯିବିନି। তুই সুনিশ্চিত জীবরে ভঞ্জ নাই গলে পিটা কাত খড়গ জাইছু ই চন্দ্রহাস্য খড়গরে তোতে মুই হানবি। নিশ্চিন্ত মনরে জীবরে ভঞ্জ মারিচ বচন শুনি কহই রাবণ হে রাবণ। আরে মোহর বচন তুছু কারণ রে কারণ। মোর বীর সুর পুণে ছুড়ে
ନାଇଁ ମାମା ନାଇଁ ମାମା ଆଖିଣ রে মূর্খ পাষাণ্ড কেড়ে তু অজ্ঞান ভাঙ্গি দেবে টেক মন মান রে মূর্খ পাষাণ্ড কেড়ে তু অজ্ঞান স্বর্গ অর্ঘ্য পাতাল তিনি পুরো পরাক্রম জানু নাহি রে অধম আরে তিনি পুরো পরাক্রম জানু নাহি রে অধম এই করি মুন্ড করে এতে বলি খড়গপুর একে বিংশ পানি বিংশ পানি নহেলে তোহর মুন্ড ওহে সদা শিব তুহ କଣ କରିବି ନିଶ୍ଚିତ ଭାବରେ ମୋ ମାମୁଁ ମତେ ଛାଡ଼ିବନି ମାରିଦେବ ମୁଁ ଜାଣିଛି କେବେ ହେଲେ ବିଶ୍ୱାସ କରି ହବନି ଇଏ ଖଣ୍ଡା ଧରିବା ଲୋକ ଏମାନେ ଯାହା ଚାହାନ୍ତି ତାହା ଜାତ ଯେ ହୋଇଛି ସଂସାର ମରଣ ଧ୍ରୁବଟି सीताराम सीता राम सीताराम राधे श्याम राधे श्याम राधे श्याम मर्त्य मण्डले देह बहि देवता हेले मराई ओ सीताराम सीता राम सीताराम राधे श्याम राधे श्याम কীট পতঙ্গ সরীসৃপ ঠারু ভগবান পর্যন্ত এই মর্ত্যরে জন্ম হেলা মাত্রে মৃত্যু সুনিশ্চিত আজ নিজ রক্ত মধ্য শত্রু হবাক যাଉଛି এবে মো মামু কহুଥିଲେ সহোদর ভଣଜା এবে কহুଛନ୍ତି তোতে মারিবি কেবে হেলে বিশ্বাস করি হবনি নিজ রক্ত মধ্য শত্রু হচ্ছে হ্যাঁ কিন্তু ମୋ ମାମୁଁ ତ ନ ଗଲେ ମାରିଦେବ ସେପଟକୁ ଗଲେ ମଧ୍ୟ ରାମଚନ୍ଦ୍ର ଧନୁ ଧରି ବସିଛନ୍ତି ସେ ମଧ୍ୟ ଛାଡ଼ିବେନି ମତେ ମାରିଦେବେ ଏପଟେ ନ ଗଲେ ମାରିବ ମୋ ମାମୁଁ ସେପଟକୁ ଗଲେ ମାରିବେ ରାମଚନ୍ଦ୍ର ଏପଟେ ରାବଣ ସେପଟେ ରାମଚନ୍ଦ୍ର ଏ ଦୁହିଁଙ୍କ ହାତରେ ମୋ କାଳ ଗଲେ ମଧ୍ୟ ମରିବି ନ ଗଲେ ମଧ୍ୟ ମରିବି ହଁ କିନ୍ତୁ ପାପିଷ୍ଟ ରାବଣ ହସ୍ତରେ ମରି କାହିଁକି ମୁଁ ନରକକୁ ଯିବି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ହସ୍ତରେ ମରି କାହିଁକି ମୁଁ ସ୍ୱର୍ଗଗାମୀ ନ ହେବି
ମୋ ମା ମଧ୍ୟ ତାଙ୍କ ହସ୍ତରେ ମରି ସ୍ୱର୍ଗାରୋହଣ କରିଛନ୍ତି। ମୋ ଭାଇ ମଧ୍ୟ ତାଙ୍କ ହସ୍ତରେ ମରି ସ୍ୱର୍ଗାରୋହଣ କରିଛି। ମୋ ଭାଇ ସୁଯୋଗକୁ କାହିଁକି ହାତ ଛଡ଼ା କରିବ? हे प्रभु दीन बांधव, हे प्रभु करुणा सागर, समस्त को तो काढ़ी की नहीं गल प्रभु। मोर आवे संसार रे किए अच्छे प्रभु, मते भी नहीं जाओ प्रभु, आपनक चरण रे टिके स्थान दे दियो प्रभु। आहे दीन बांधव, मते आपणर हरिनिया, मते आपणर हरिनिया। सब काढ़ी नहीं कांगाल सजाई, सब काढ़ी नहीं कांगाल सजाई। श्री चरण स्थान दिया, मते आपणर हरिनिया, मते आपणर हरिनिया। हे प्रभु दीन बांधव, मते आपनार करिनियो प्रभु, मते आपनार करिनियो प्रभु। ताहले मो मामंक कथा मते मानेबाको हबो। एते को मने विचारिला, मारी छो विचारिला, आनंदे सिरे कर देला। भजरे मन सीताराम, जपरे मन राधे श्याम, भजरे मन सीताराम, जपरे मन राधे श्याम। कोइला धन्य जदि न, धन्य जदि न, मते प्रसन्न भगवान। भजरे मन सीताराम, जपरे मन राधे श्याम, भजरे मन सीताराम, जपरे मन राधे श्याम, भजरे मन सीताराम, जपरे मन राधे श्याम। ए निश्चित भावरे भगवान का इच्छा रे मो जाउछि, तेणु करी पूर्वे प्रभु श्री रामचंद्र मते न मारी सरे उड़े देथिले, किंतु एई सुजोग को हाथ छड़ा करिबिनी। कि सौभाग्यर दिन आज मोर प्रभु को दर्शन करिवार सुजोग पाइछि। कि सौभाग्यर दिन आज मोर प्रभु को पछे मु गुड़ेइबा कथा। आज प्रभु श्री रामचंद्र धनु धरी मो पछे गुड़ेइबे, एई सुजोग मिलिबनी। हाँ हाँ मते ताहले जीवाको ही हेबो, काहेकि आउ विलंब करिबी। जीवी 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 मामो मु परा आपणकर सहोदर भणजा। तुम्भे परा मोर सहोदर भणजा। मारीच कहई जेना बड़ पाए सुनी। जहाँ ज्ञादेव मामु हे बिये ख्याले। होई बिकना कमृग मामु। होई बिकना कमृग जीवी राम पसा मोठारे को पतुना करालम पैसा। हे मामो मु तो आपणकर सहोदर भणजा,
ବହୁତ ମାୟା ଜାଣେ ତୁମେ ବହୁତ ମାୟା ଜାଣ ଭଣଜ। ତେଣୁ କରି ତ ମୋ ପାଖକୁ ଆସିଛନ୍ତି ମାମୁ। ହଁ ପରା ଏବେ ଗୋଟିଏ ରୂପ ଧାରଣ କରୁଛି ମାମୁ, ଠିକ ଦେଖିବା। ଅଛି ଭଣଜ। ଏଇ ଦେଖ ମାମୁ କେମିତି ଲଣ୍ଡା ହେଇଗଲି। ଏମିତି ଅନେକ ରୂପ ମୁଁ ଧାରଣ କରିପାରେ ମାମୁ। ସୁବର୍ଣ୍ଣର ହସ୍ତି କହିଥାନ୍ତେ ମାମୁ ହେବା ପାଇଁ ପ୍ରସ୍ତୁତ ଅଛି। ସୁବର୍ଣ୍ଣର ବାଘ କହିଥାନ୍ତେ ମାମୁ ହେବା ପାଇଁ ପ୍ରସ୍ତୁତ ଅଛି। ଏଇ ଦେଖ ମାମୁ କେମିତି ବାଜିବ। କେମିତି ବାଜିଲା ଦେଖିଲ ମାମୁ। ଆଉ ଟିକେ ବଜାଇ ଦଉଛି ଦେଖ ମାମୁ। ମୁଁ ପୁରା ଆପଣଙ୍କର ସହୋଦର ଭଣଜ। ଯାହା କହିବ ମାମୁ ତାହା ହେବା ପାଇଁ ପ୍ରସ୍ତୁତ ଅଛି। ନିଶ୍ଚୟ ଭଣଜ। କନକ ମୃଗ ପାଇଁ କହିଛନ୍ତି ନାଇଁ ମାମୁ। ହୋଇବି କନକ ମୃଗ ଯିବି ରାମ ପାଶ। ମୋହଠାରେ ଗୋପଦୁନା କାହିଁକି ତପ କରିବି ଭଣଜ? ତୁମେ ପରା ମୋର ସହୋଦର ଭଣଜ। ମାମୁ ତାହେଲେ ମୁଁ ସୁବର୍ଣ୍ଣର ମୃଗ ହୋଇ ସେହି ପଞ୍ଚବଟିକୁ ଯାଉଛି। ତୁମ୍ବର ମଙ୍ଗଳ ହେଉରେ ଭଣଜ।